म ଆମେ ଆଲୋଚନା କରିବା ମାତୃ ରଚନାବଳୀ ଭାଗ 10 ଜ୍ଞାନ 208 209। ପ୍ରଭୁ ଶ୍ରୀଅରବିନ୍ଦ ଲେଖୁଛନ୍ତି, ପରମାନନ୍ଦ ଲାଭ ହେଉଛି ମନୁଷ୍ୟମାନଙ୍କ ଲାଗି ପରମେଶ୍ୱରଙ୍କ ଦ୍ୱାରା ସଂସ୍ଥାପିତ ଲକ୍ଷ୍ୟ। ତୁମକୁ ଏହି ପରମ ସମ୍ପଦଟିକୁ ସର୍ବପ୍ରଥମେ ଲାଭ କରିବାକୁ ହେବ, ଯେପରିକି ତୁମେ ତାହାକୁ ନିଜର ସଙ୍ଗୀ ଅନ୍ୟ ମନୁଷ୍ୟମାନଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ଭାବରେ ବିତରଣ କରିଦେଇପାରିବେ। ଯିଏ କେବଳ ନିଜ ପାଇଁ ଅର୍ଜନ କରେ, ଜ୍ଞାନ 209। ପ୍ରଭୁ ଲେଖୁଛନ୍ତି, ଯିଏ କେବଳ ନିଜ ପାଇଁ ଅର୍ଜନ କରେ ତାହାକୁ ସିଏ ସ୍ୱର୍ଗ ଏବଂ ପୁଣ୍ୟ ବୋଲି କହୁଥିଲେ ମଧ୍ୟ ତାହା ଦ୍ୱାରା ସିଏ କେବଳ ମନ୍ଦ ହିଁ ଅର୍ଜନ କରିଥାଏ। এই ଦୁଇଟା ଯାକ ଜ୍ଞାନର ଭାବାର୍ଥଟି ମା ବର୍ଣ୍ଣନା କରୁଛନ୍ତି। ମାଙ୍କୁ ବି ପ୍ରଶ୍ନ ହେଇଛି, ଆମେ ଆଲୋଚନା କରିବା। ଜ୍ଞାନ 208ରେ ପ୍ରଭୁ ଲେଖୁଛନ୍ତି ଯେ ଆମର ଯୋଉ ମନୁଷ୍ୟମାନେ ଯୋଉ ଜୀବନ ଗ୍ରହଣ କରୁଛନ୍ତି ବା ଜନ୍ମ ଗ୍ରହଣ କରୁଛନ୍ତି, ସମସ୍ତଙ୍କ ପାଇଁ ଏଇ ଲକ୍ଷ୍ୟଟି ହେଉଛି ଏକ ଧାର୍ଯ୍ୟ ଲକ୍ଷ୍ୟ। ସମସ୍ତଙ୍କ ପାଇଁ, ପ୍ରତ୍ୟେକ ମନୁଷ୍ୟ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ହେଉଛି ଯେ ପରମାନନ୍ଦ ଲାଭ କରିବେ ସେମାନେ। ଏଇଟା ହେଉଛି ଯେତେବେଳେ ସେ ଜନ୍ମଗ୍ରହଣ କରୁଛି, ଏଇଟା ନେଇକି ଆସିଛି, ସେ ନିଶ୍ଚୟ ପ୍ରାପ୍ତ କରିବ। ତେଣୁ ଯଦି ମନୁଷ୍ୟ ସଚେତନ ଭାବେ ଯଦି ସେ ଏଇ ଟାସ୍କକୁ ନିଏ ଯେ ନାଇଁ ମତେ ଏଇଟା ଲାଭ କରିବାକୁ ହବ, ତେବେ ସିଏ ସମ୍ପୂର୍ଣ୍ଣ ଭାବରେ ଯାହା ଯାହା ତା ପାଇଁ ଆବଶ୍ୟକ ହବ, ସ୍ଥୂଳ ଆବଶ୍ୟକତା ହଉ, ଅକଲ୍ଟର ଆବଶ୍ୟକତା ହଉ ଏବଂ ପରିବେଶ ପରିସ୍ଥିତି ତା ପାଇଁ ଯାହା ଦରକାର, ସବୁ କିଛି ପରମେଶ୍ୱର ତା ପାଇଁ ଆରେଞ୍ଜ କରିଦେବେ ଏବଂ ସେ ସବୁର ଦାୟିତ୍ୱ ନେଇଛନ୍ତି, ଆରେଞ୍ଜ କରନ୍ତି। ଯଦି ଆମେ ସେଇଟାକୁ ଲାଭ କରିବା ପାଇଁ ଏକ ଆସ୍ପୃହା ରଖୁ, ତେବେ ନିଶ୍ଚୟ ପ୍ରାପ୍ତ କରିବୁ। ଆଉ ସେଥିପାଇଁ ପ୍ରଭୁ ଲେଖୁଛନ୍ତି ଏଇଟା ସର୍ବପ୍ରଥମେ ଲାଭ କରିବାକୁ ହେବ। ତାପରେ କହୁଛନ୍ତି ଯେ ତାକୁ ଲାଭ କଲେ କଣ ହବ? ଆମେ ତାକୁ ନେଇକିରି ବଞ୍ଚିବା। କେବଳ ଦେଖନ୍ତୁ, କଥାରେ ଶୁଣିବା ଆଉ ବହି ପଢିବା, ଲେଖା ପଢିବା ଏବଂ କହିବା, ଇଏ ସବୁ ଅଲଗା କଥା। ଜଣେ ଯେତେବେଳେ ତାକୁ ଲାଭ କରିବ, ସେ ବର୍ଣ୍ଣନା କରୁଛନ୍ତି ସେ ଲାଭଟା କେମିତି କଣ ଜଣା ପଡିବ। ତାମାନେ ସିଏ ଏମିତି ତାକୁ ଅର୍ଜନ କରିବ ଯେମିତି କାହାକୁ କିଛି ଆମେ ବସ୍ତୁଟିଏ ଦଉଛୁ, ବିତରଣ କରୁଛୁ। କିଛି ମୋ ପାଖରେ ଅଛି, ମୋ ପାଖରେ କଲମ ଅଛି, ମୁଁ କଲମ ଟିକେ ମାଗିଲେ ଦଉଛି, କାଗଜଟି ଅଛି, କାଗଜ ମାଗିଲେ କିଏ ଦଉଛି। ସେଇଭଳି ଭାବରେ ସେ ଲେଖୁଛନ୍ତି ସମ୍ପୂର୍ଣ୍ଣ ଭାବରେ ବିତରଣ କରିଦେଇ ପାରିବେ, ନିଜର ସଙ୍ଗୀ ହଉ ବା ଅନ୍ୟ ମନୁଷ୍ୟମାନଙ୍କୁ ବିତରଣ କରିଦେଇ ପାରିବେ। ମା, ଥ୍ୟାଙ୍କ ୟୁ ଅଲ୍।